ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ରାସବଡ଼ା ଗ୍ରାମ ପଞ୍ଚାୟତର ମୁଦୁଲିଗୁଡ଼ା ଗ୍ରାମବାସୀଙ୍କ ତରଫରୁ ଏ ଅଞ୍ଚଳର ଗର୍ବ ଗୌରବ ତଥା ମୁଦୁଲିଗୁଡ଼ା ଭିଟାମାଟିରେ ଜନ୍ମିତ ଓ ଡକ୍ଟରେଟ୍ ଉପାଧିରେ ଭୂଷିତ ଜ୍ୟୋତିରଞ୍ଜନ ଗୁଡ଼ିଆଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଆଜି ଏକ ଆଡମ୍ବରପୂର୍ଣ୍ଣ ସ୍ୱାଗତ ସମ୍ବର୍ଦ୍ଧନାରେ ନିଜ ଗାଁର ଗେହ୍ଲା ପୁଅ ତଥା ଦିଦାଇ ଜନଜାତିଙ୍କ ଆଶାର ଆଲୋକ ସଦୃଶ ଜ୍ୟୋତିକୁ ସ୍ୱାଗତ କରିବା ପାଇଁ ତାଙ୍କ ବାପା ବୁଦା ଗୁଡ଼ିଆଙ୍କ ସହ ତାଙ୍କ ମା ଓ ଭଉଣୀଙ୍କ ସହିତ ଶହ ଶହ ଗ୍ରାମବାସୀ ବାଜା ବଜାଇ ବାଣ ଫୁଟାଇ ଚନ୍ଦନ ଲଗାଇ ଫୁଲମାଳା ପିନ୍ଧାଇ ନୂଆଗୁଡ଼ା ଗ୍ରାମରୁ ଏକ ବିରାଟ ପଟୁଆରରେ ନିଜ ଗାଁକୁ ନେଇ ଯାଇଥିଲେ। ଏହି ଅବସରରେ ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନରାଜ କିର୍ସାନୀ, ଦିଦାଇ ସମାଜ ସଭାପତି ବଂଶୀଧର ମୁଦୁଲି, ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ, କୁଡୁମୁଲୁଗୁମା ସରପଞ୍ଚ ମଙ୍ଗଳା ମାଢି, ଆଦର୍ଶ ଶିକ୍ଷକ ଉମାଶଙ୍କର ଦାସ, ଖଇରପୁଟ ସରପଞ୍ଚ ସମାଜସେବୀ ସାଧୁ ହନ୍ତାଳ, ଭଗବାନ ସାହୁ, ଲକ୍ଷ୍ମୀଧର ମାଝୀ ପ୍ରମୁଖ ଉପସ୍ଥିତ ରହି ଫୁଲତୋଡ଼ା ଉତ୍ତରୀୟ ପକାଇ ସ୍ୱାଗତ କରିଥିଲେ। ପ୍ରକାଶ ଥାଉ କି ଡକ୍ଟର ଜ୍ୟୋତିରଞ୍ଜନ ଗୁଡ଼ିଆ ଜଣେ ଆଦିମ ଜନଜାତି ବର୍ଗର ଦିଦାଇ ସମ୍ପ୍ରଦାୟର ଆଦିବାସୀ ବ୍ୟକ୍ତି ଅଟନ୍ତି। ଅତି ଗରିବ ଶ୍ରେଣୀର ହୋଇ ମଧ୍ୟ ପାଠ ପଢ଼ାରେ ବିଶେଷ ଆଗ୍ରହ ଥିବାରୁ ବର୍ତ୍ତମାନ ସେ ଭୁବନେଶ୍ୱର ସ୍ଥିତ କିସ୍ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନର ଦର୍ଶନ ଶାସ୍ତ୍ରରେ ଏମ୍ଫିଲ୍ ଓ ପିଏଚ୍ଡି ସ୍ନାତକ ହାସଲ କରି ଡକ୍ଟରେଟ୍ ଉପାଧିରେ ବିଭୂଷିତ ହୋଇଛନ୍ତି। ଏହି ଉପାଧି ପାଇବା ପରେ ତାଙ୍କୁ ନିଜ ଅଞ୍ଚଳ ସହ ମାଲକାନଗିରି ଜିଲ୍ଲା ଓ ରାଜ୍ୟ ସ୍ତରରେ ଶୁଭେଚ୍ଛାର ସୁଅ ଛୁଟିଛି। ନିଜ ପ୍ରତିକ୍ରିୟାରେ ଡକ୍ଟର ଜ୍ୟୋତି କହିଛନ୍ତି ଯେ ତାଙ୍କ ବାପା ମା ଆପ୍ରାଣ ଉଦ୍ୟମ ଓ ସମସ୍ତ ଶିକ୍ଷକମାନଙ୍କ ନିଃସ୍ୱାର୍ଥପର ପ୍ରଚେଷ୍ଟା ଯୋଗୁଁ ସେ ଆଜି ଏହି ସ୍ତରରେ ପହଞ୍ଚି ପାରିଛନ୍ତି ଓ ଆଗକୁ ସେ ତାଙ୍କ ନିଜ ଦିଦାଇ ସମ୍ପ୍ରଦାୟର ଯୁବକ ଯୁବତୀମାନଙ୍କ ପାଠପଢ଼ାରେ ଉନ୍ନତି ସହ ତାଙ୍କ ଦିଦାଇ ସମାଜ ଆଜିର ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଅଧିକ ପ୍ରଚେଷ୍ଟା ଜାରି ରଖିବେ ବୋଲି କହିଥିଲେ। ମାଲକାନଗିରି ଜିଲ୍ଲା ଖଇରପୁଟରୁ ସମା ଧାଙ୍ଗଡ଼ା ମାଝୀଙ୍କ ରିପୋର୍ଟ, ପ୍ରାଇମ୍ ଟିଭି ଓଡ଼ିଶା।